ମଧ୍ୟରାତ୍ରିର ଦ୍ୱିତୀୟ ପହର। ପାଖାପାଖି 24 ବର୍ଷର ଯୁବକତାନ୍ତ୍ରିକ ଶିବାଜୀ ଭାବେ ଖାଲି ପଡ଼ିଥିବା ପ୍ରଭାକର ନିବାସକୁ ଏକ ଲକ୍ଷ୍ୟରେ ଚାହିଁ ରହିଥିଲା। ଶୀତ ମାସ ପାଖାପାଖି ଚାଲି ଯାଇଥିଲା। ଏ ସୁନସାନ ପଡ଼ିଥିବା କୋଠିରେ କେହି ବି ପ୍ରବେଶ କରିନଥିଲେ। ଅଦ୍ଭୁତ ଅଶୁଭ ନୀରବତା ଛାଇ ରହିଥିଲା ସେଇଠି ଚାରିଆଡ଼େ। ଶିବାଜୀ ଭାବେ କିଛି ସମୟ ସେଇ କୋଠରୀକୁ ଅନେଇ ରହିଲେ। ପୁଣି ସେ ନିଜ ହାତର ମୁଠାକୁ ଭିଡ଼ି ନିଜେ ନିଜକୁ କହିଲେ, ମୁଁ ଆଜି ସେ ଅଶୁଭ କମଳାର ଆତ୍ମାକୁ ମୁକ୍ତ କରିକି ହିଁ ଛାଡ଼ିବି, ପ୍ରଣ କରୁଛି। ଏତେ କହୁ କହୁ ଶିବାଜୀ ପ୍ରଭାକର ନିବାସ ପଟକୁ ମନ୍ତ୍ର ଜପ କରି କରି ଆଗେଇ ଚାଲିଲେ। ଓಂ ତ୍ରୟମ୍ବକଂ ଯଜାମହେ ସୁଗନ୍ଧି ପୁଷ୍ଟିବର୍ଦ୍ଧନମ୍ ପୂର୍ବାରୁକମେବ ବନ୍ଦନାତ୍ ମୃତ୍ୟୁନ୍ମୁଖେ ମାମୃତାତ୍। କୋଠରୀର ମୁଖ୍ୟ ଦ୍ୱାରରେ ନିଆଁ ଜଳୁଥିଲା, ଯେମିତିକି କମଳା ବାହାରକୁ ନ ଆସିପାରେ। ଶିବାଜୀ ସେ ନିଆଁକୁ ଲିଭେଇଲେ ଆଉ ଭିତରକୁ ପ୍ରବେଶ କଲେ। ଭିତରକୁ ପ୍ରବେଶ କରିବା ମାତ୍ରେ ଶିବାଜୀଙ୍କୁ ଗୋଟେ ତୀବ୍ର ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଲା। ସମ୍ପୂର୍ଣ୍ଣ କୋଠାରେ ବହୁତ ଅନ୍ଧକାର ଥିଲା, ତଥାପି ସିଏ ଆଗକୁ ବଢ଼ି ଚାଲିଥିଲେ। ଶିବାଜୀ ମନେ ମନେ ମନ୍ତ୍ର ଜପ କରି ଚାଲିଥାନ୍ତି। ସେ କୋଠରୀ ଭିତରେ କମଳାର ହସ ଆଉ ତାର ପାଉଁଜିର ଶବ୍ଦ ଶୁଣାଯାଉଥିଲା ସ୍ପଷ୍ଟ ଭାବରେ। ଶିବାଜୀ ଗୋଟେ ଅନ୍ଧକାର ବାରଣ୍ଡା ପଟକୁ ଆଗେଇଲେ, ଯୋଉଟା ବୋଧେ ଅଗଣା ପଟକୁ ଯାଉଥିଲା। ଅଗଣାରେ କୌଣସି ବି ପ୍ରକାରର ଆଲୋକ ଦୃଷ୍ଟି ହେଉନଥିଲା। ବାରଣ୍ଡାରେ ଯାଉ ଯାଉ ଶିବାଜୀଙ୍କୁ ଅନୁଭବ ହେଲା ଯେମିତି ଅନ୍ୟ ପଟରୁ କେହି ଜଣେ ତାଙ୍କ ଆଡ଼କୁ ଆଗେଇ ଆସୁଛି। ପାଉଁଜିର ଶବ୍ଦ ଶୁଣି ଶିବାଜୀ ନିଜେ ବୁଝିଗଲେ ଯେ ସେଇଟା କମଳା ବୋଲି। ଯେ ପର୍ଯ୍ୟନ୍ତ ସେ କୋଉଠିକି ପଛକୁ ଯାଇ ଲୁଚିବାର ଜାଗା ଖୋଜନ୍ତେ, କମଳା ବାରଣ୍ଡା ସାମ୍ନାକୁ ଆସିଯାଇଥିଲା। ଓଃ, କେତେ ଭୟଙ୍କର ଦେଖାଯାଉଥିଲା ସିଏ। ଅଦ୍ଭୁତ ଢଙ୍ଗରେ ପିନ୍ଧିଥିବା ସେ ଶାଢ଼ୀ, ସିନ୍ଥିରେ ସିନ୍ଦୁର ଉଜୁଡ଼ି ଯାଇଥିବା ଚୁଟି, ସାଙ୍ଗରେ ଭୟାନକ ଚେହେରା। ପୁଣି ସେ ହସି ହସିକି କହିଲା, ଜମିଦାର ଜୟାଚନ୍ଦ୍ର, କଣ ତୁ ସେଇଠି? ଆସିଯା। ବର୍ଷ ବର୍ଷ ବିତିଗଲାଣି ମନୁଷ୍ୟର ମାଂସ ଖାଇବା। ଆସିଯା, ଆସିଯା, ମୋର ଭୋକ ମେଣ୍ଟେଇ ଦେ। ଶିବାଜୀଙ୍କ ହୃଦୟ ଗତି ଆବଶ୍ୟକରୁ ବେଶୀ ତୀବ୍ର ହୋଇ ଚାଲିଥିଲା। ସେ ତରତର ହେଇ ଏପଟ ସେପଟକୁ ଦେଖିବାକୁ ଲାଗିଲେ ତ ତାଙ୍କୁ ଗୋଟେ ବନ୍ଦ କୋଠରୀ ଦେଖାଗଲା। ସେ ଦୌଡ଼ି ଦୌଡ଼ି ସେ କୋଠରୀ ଭିତରକୁ ପଶିଗଲେ। ସେ କୋଠରୀ ଖାଲି ପଡ଼ିଥିଲା। କିଛି ଜିନିଷ ଏପଟ ସେପଟ ହେଇ ଇତସ୍ତତ ଭାବରେ ପଡ଼ିଥିଲେ। ଠିକ୍ ସାମ୍ନାରେ ଗୋଟିଏ କାଠର ଆଲମିରା ଥିଲା। ସେ ଡରି ଯାଇକି ଆଲମିରାର ଗୋଟେ ଫାଙ୍କା ଜାଗାରୁ ବାହାରକୁ ଅନେଇ ଚାଲିଥିଲେ। କମଳା ଉପରେ ମନ୍ତ୍ର ପଡ଼ୁ ପଡ଼ୁ ବିଭୂତି ଛିଞ୍ଚିବା ଆରମ୍ଭ କରିଦେଲେ ସେ। କମଳା ତାଙ୍କ ଉପରେ ହାବି ହେବାକୁ ବହୁତ ଚେଷ୍ଟା କଲା। କିଛି ସମୟ ପରେ ଶିବାଜୀ ବୁଝିପାରିଲେ ଯେ ସେ କମଳାକୁ କେବେ ହରେଇ ପାରିବେନି। କମଳା ତାଙ୍କୁ ମାରିକି ଖାଇଯିବାକୁ ଚାହୁଁଥିଲା। ସିଏ ଶିବାଜୀଙ୍କୁ ଜମି ଉପରେ ଫୋପାଡ଼ି ଦେଲେ। ଶିବାଜୀଙ୍କ ଚେହେରା ଉପରେ କମଳାର ନଖର ଦାଗ ଜୋର ଜୋରରେ ଦେଖାଯାଉଥିଲା, ଯୋଉଥିରୁ କି ରକ୍ତ ବାହାରୁଥିଲା। ଶେଷରେ କୌଣସି ରାସ୍ତା ନ ପାଇକି ଶିବାଜୀ ମନ୍ତ୍ର ପଢ଼ି ପଢ଼ିକି ଗୁଡ଼ାଏ ବିଭୂତି କମଳାର ଆଖିକୁ ଛିଞ୍ଚି ଦେଲେ ଆଉ ବାହାରକୁ ପଳେଇ ଆସିଲେ। ବାହାରକୁ ଆସିକି ଶିବାଜୀ ସେ କୋଠରୀର କବାଟକୁ ବନ୍ଦ କରିଦେଲେ। ପୁଣି ସେ
ଦୌଡ଼ି ଦୌଡ଼ି ସେ ଅନ୍ଧକାର ଭିତରେ କୋଉଠି ଗୋଟିଏ ଲୀନ ହେଇଗଲେ। ରାତ୍ରିର ତୃତୀୟ ପହର। ଗଙ୍ଗାଜୀଙ୍କ କୂଳରେ ଗୋଟେ ନୀରବ ଶ୍ମଶାନ। ଯୋଉଠି ଜଳୁଥିବା ଚିତା ସାମ୍ନାରେ ଜଣେ ତାନ୍ତ୍ରିକ ଆଖି ବନ୍ଦ କରି ସାଧନାରେ ଲୀନ ଥିଲେ। ତାଙ୍କ ସାମ୍ନାରେ ଶିବାଜୀ ଭାବେ କ୍ଷତାକ୍ତ ଅବସ୍ଥାରେ ବସି ଯାଇଥିଲେ। ପୁଣି ଶିବାଜୀ ସେଇ ତାନ୍ତ୍ରିକଙ୍କୁ କହିଲେ, ଗୁରୁଜୀ କିଛି ତ କୁହନ୍ତୁ। ଇଏ ତୃତୀୟ ଥର ପାଇଁ ଯେବେ କି ମୁଁ କମଳାର ଅତୃପ୍ତ ଆତ୍ମା ଆଗରେ ହାରିଗଲି। ଅଘୋରୀ ମଠରେ ମୋ ଚୟନ ସେ ପର୍ଯ୍ୟନ୍ତ ହେଇପାରିବନି ଯେ ପର୍ଯ୍ୟନ୍ତ ମୁଁ କୌଣସି ଶକ୍ତିଶାଳୀ ଆତ୍ମାକୁ ମୁକ୍ତି ନ ଦେଇଛି। ମୋତେ କମଳାର ମୁକ୍ତିର ମାର୍ଗ ବତାନ୍ତୁ ଗୁରୁଦେବ। ସେ ତାନ୍ତ୍ରିକ ନିଜ ଆଖି ଖୋଲିଲେ ଆଉ କହିଲେ, କୌଣସି ବି ପ୍ରେତାତ୍ମା ସହିତ ଲଢ଼ିବା ପୂର୍ବରୁ ତା ବିଷୟରେ ସବୁ ଜାଣିବାଟା ଅତି ଜରୁରୀ ହେଇଥାଏ। ବିନା ଜ୍ଞାନରେ କମଳାକୁ ହରେଇବାଟା ଅସମ୍ଭବ। ପୁଣି ଶିବାଜୀଙ୍କୁ ଗୁରୁଜୀ କମଳାର ଇତିହାସ ବତେଇବା ଆରମ୍ଭ କଲେ। କଥା ହେଉଛି ସନ୍ 1945ର। ସେତେବେଳେ ଭାରତରେ ଜମିଦାରଙ୍କ ଶାସନ ଚାଲିଥିଲା। ଆଉ ସେମାନଙ୍କ ଭିତରୁ ଅନ୍ୟତମ ଥିଲେ ପୂର୍ବ ଭାରତୀୟର ଜଣାଶୁଣା ଜମିଦାର ଜୟଚନ୍ଦ୍ର ପ୍ରଭାକର, ଯାହାଙ୍କର ଗୋଟିଏ ମାତ୍ର ପୁତ୍ର ଥିଲା କିଶୋର ଚନ୍ଦ୍ର ପ୍ରଭାକର। ଜୟଚନ୍ଦ୍ର ନିଜ ପୁତ୍ରର ବିବାହ କୌଣସି ଗୋଟେ ଭଲ କୂଳରେ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ କୋଠିରେ ରହୁଥିବା ଜଣେ ଦାସୀ କମଳାର ପ୍ରେମ ପ୍ରସଙ୍ଗ କିଶୋର ଚନ୍ଦ୍ର ସହିତ ଚାଲିଥିଲା। କମଳା ଦେଖିବାକୁ ବହୁତ ସୁନ୍ଦର। ଦି ଜଣ ଲୁଚି ଲୁଚିକି ଭେଟ ହେଉଥିଲେ। ସମୟ ବିତି ଚାଲିଲା। ଆଉ ସମୟ ବିତିବା ସାଙ୍ଗରେ ଏ କଥା ଜୟଚନ୍ଦ୍ର ଜାଣିପାରିଲେ। ରାଗରେ ଜର୍ଜରିତ ହୋଇ ଜୟଚନ୍ଦ୍ର କମଳାକୁ ମୃତ୍ୟୁଦଣ୍ଡର ଆଦେଶ ଦେଲେ। କମଳାକୁ ବେଡ଼ିରେ ବାନ୍ଧି ଦେଇକି ସଭାର ସାମ୍ନାକୁ ଅଣାଗଲା। କମଳାର ଶେଷ ଇଚ୍ଛା ଥିଲା ଯେ ତାକୁ ବିବାହିତ ମୃତ୍ୟୁଦଣ୍ଡ ଦିଆଯାଉ। ଜୟଚନ୍ଦ୍ର ତାର ଶେଷ ଇଚ୍ଛାକୁ ପୂରଣ କଲେ। ଆଉ ସମ୍ପୂର୍ଣ୍ଣ ସଭା ସାମ୍ନାରେ ତାକୁ ନବବଧୂ ହିସାବରେ ସଜେଇ ତାକୁ ମୃତ୍ୟୁଦଣ୍ଡ ଦିଆଗଲା। କିଶୋର ଚନ୍ଦ୍ର ଚୁପଚାପ ଏ ଦୃଶ୍ୟ ଦେଖି ଚାଲିଥାନ୍ତି। କମଳା ଯେତେବେଳେ ମଲା ସେତେବେଳେ ସେ ଗର୍ଭବତୀ ଥିଲା। କିନ୍ତୁ ମରିବା ସମୟରେ କମଳା କଥା ଦେଇଥିଲା ଜୟଚନ୍ଦ୍ରଙ୍କୁ ଯେ ଫେରିକି ସେ ନିହାତି ଆସିବ। ସମୟ ବିତିଗଲା। କିଶୋର ଚନ୍ଦ୍ରଙ୍କ ବାହାଘର ସରସ୍ୱତୀଙ୍କ ସହିତ ହେଲା। କିନ୍ତୁ ଯେମିତି କମଳା କଥା ଦେଇଥିଲା ସେ ଫେରି ଆସିବ, ସେ କଥା ସତ୍ୟ ହେବାକୁ ଲାଗିଲା। ସରସ୍ୱତୀ ରୋଗିଣା ରହିବାକୁ ଲାଗିଲେ। ଧୀରେ ଧୀରେ ତାଙ୍କୁ ଏଟେକ୍ ଆସିବା ଆରମ୍ଭ ହେଲା। ଆଉ ଶେଷରେ କମଳା ସରସ୍ୱତୀର ଦେହ ଉପରେ ନିଜ କବ୍ଜା କରିନେଲେ। ଜୟଚନ୍ଦ୍ର ଅନେକ ଗୁଡ଼ାଏ ତାନ୍ତ୍ରିକଙ୍କ ସାହାଯ୍ୟ ନେଲେ। କିନ୍ତୁ କେହି ହେଲେ ଜଣେ ବି କମଳା ଭଳିଆ ଗୋଟେ ଜିଦ୍ଦି ଆତ୍ମାକୁ ସରସ୍ୱତୀର ଶରୀରରୁ ବାହାର କରିପାରିଲେ ନାହିଁ। ଆଉ ପୁଣି ଗୋଟିଏ ଦିନ ଯାହାର ଭୟ ଥିଲା ସେଇଆ ହିଁ ହେଲା। କମଳା ସର୍ବପ୍ରଥମେ ନିଜର ସ୍ୱାମୀ କିଶୋର ଚନ୍ଦ୍ର, ପୁଣି ଗୋଟେ ଗୋଟେ କରି ପରିବାରର ସମସ୍ତ ସଦସ୍ୟଙ୍କୁ ମାରି ଚାଲିଲା। ଆଉ ତାଙ୍କ ମାଂସରୁ ନିଜ ଭୋକର ତୃପ୍ତି କଲା। ସେବେଠାରୁ ସେ ଘର ଶାପିତ ହେଇଗଲା। ସେ ଘରୁ ବାହାରକୁ ବି ଆସିପାରିବନି। ଆଉ ସେଠି ସେ କାହାକୁ ରହିବାକୁ ବି ଦେଇପାରିବନି। ଶିବାଜୀ ତାନ୍ତ୍ରିକଙ୍କ ଠାରୁ ସବୁ କାହାଣୀ ଶୁଣିବା ପରେ କହିଲେ ଯେ, କିନ୍ତୁ ଗୁରୁଜୀ, କମଳାକୁ ସେ ଘରୁ ମୁକ୍ତି ଦେବାର କୌଣସି ତ ଗୋଟିଏ ଉପାୟ ଥିବ। ମାର୍ଗ ଅଛି। କମଳାଠୁ ମୁକ୍ତି ପାଇବା ପାଇଁ କିଛି ତାନ୍ତ୍ରିକ ଅଭିମନ୍ତ୍ରିକ ବସ୍ତୁକୁ ଏକତ୍ରିତ କରିଛନ୍ତି। ଗୋଟେ ହୋମ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ସବୁ ବସ୍ତୁ ଦ୍ୱାରା ଗୋଟେ ହୋମ ହେଇଥାନ୍ତା ଆଉ ତାର ମୁକ୍ତି ହେଇଥାନ୍ତା। ୟା ପୂର୍ବରୁ ହିଁ କମଳା ସବୁ ତାନ୍ତ୍ରିକଙ୍କ ସହ ଛଳ କରି ତାଙ୍କୁ ମାରିଦେଲା। ଶିବାଜୀ ପୁଣି ପ୍ରଶ୍ନ କଲେ ଯେ ସେ ସବୁ ବସ୍ତୁ କ'ଣ ତାକୁ ମିଳିପାରିବ? ଯାହାଦ୍ୱାରା ତାନ୍ତ୍ରିକ ତାଙ୍କୁ କହିଲେ, ସେ ବସ୍ତୁ ସବୁ ସେଇ ଘରେ ହିଁ ଅଛି, କିନ୍ତୁ କମଳା ତାକୁ ଲୁଚେଇ ଦେଇଛି। ସେ ହୋମ କୁଣ୍ଡ ଆଜି ବି ଜଳୁଛି। ସେ ସବୁ ବସ୍ତୁକୁ ଖୋଜି ପୁରା ବିଧି ବିଧାନରେ
जदि केही से घरे होम करे तो कमला को मुक्ति मिली जीव। शिवाजी बुझीगले जे कमला को शेष केमिति मुक्ति करा जाई पारिबो। से निज गुरुदेव को प्रणाम कले आउ पुणी थरे आगे चलिले प्रभाकर निवास को। से अंधकार कोठरी रे बुलुथुबा शिवाजी मंत्र जप करू करू से समस्त पूजा सामग्री को खोजी चली। ओम त्र्यंबकं जजामहे सुगंधि पुष्टिवर्धनम पूर्वारुकमेव वंदनात् मृत्युन्मुखे मामृतात् मृत्युन्मुखे मामृतात्। गोटे पुरुणा हनुमान चालीसा गंगा जलर गोटे शिशी ए दीटा जिनस शिवाजी को मिली सारी थिला। से अन्य पूजा सामग्रीर संधान रे थिले। कमला ठीक तांकोठारू अल्प दूर रे छिड़ा हिथिला। शिवाजी पळे सारी थांते कि से पर्यंत गोटे चौकी पवन रे उड़ीकी आसिला आउ तांको देहरे जोर रे बाजिला। शिवाजी तले पड़ी गले। तांकू गभीर आघात भी आसिला। से सेठू दौड़ी जाइकी गोटे रूम रे लुचि गले। किंतु कमला बारंबार तांकर पछरे पड़ी जाइथिला। अंतरे शिवाजी होमर समस्त सामग्री को एकाठी करिनेले। एबे से कोठीर सेई जगारे थिले जोठी होम कुंड जळुथिला। शिवाजी मंत्र उच्चारण करी होम कुंडरे होम सामग्री गुड़ा पकाउथिले। तांकू कोठी भितरू कमलार चित्कार करिवार शब्द सुना जाउथिला। बंद करी दे, बंद करी दे, बंद करी दे ए क्रिया, बंद करी दे। किछि समय पर्यंत ए क्रिया एमिति ही चलीथिला। किछि समय परे हठात गोटे कोठरीर कबाट खोली कमला बाहर को आसिला। तार पूरा देहरे नियार लाभा गुड़ा हुदु हुदु हे जळुथिला। एबे एबे तो तू मते मुक्ति दे देलो। किंतु किंतु मु निश्चय आसीबी, मु निश्चय आसीबी, मु निश्चय आसीबी। आउ देखु देखु कमलार शरीर तेज आलोक सहित पवन रे लीन हो गला। रक्तरे जुड़ुबुड़ु हेई शिवाजी कोठरी बाहर को आसिले। अंतरे सीए कमला भलिया गोटे शक्तिशाली आत्मा को मुक्ति दे ही देले।